नमस्कार सबु छात्र छात्री मानक आज आम देखिए क्लास फोर आमे ओ आम परिवेश आमे ओ आम परिवेशर फास्ट प्रथम चैप्टर साधारण दुर्घटना आमे देखिए साधारण दुर्घटना विषय जानिबा। ये किसी कौन देती कि आम पढ़ा देखिए मिटू दिने साइकेल बसाई लिटू को बसे सांग दी सांग जाऊे रास्ता चारिटे नजर नाला से कथा ही जाऊे हठात से आगे कुकुरटी बाहरी आसला मिटू साइकेल अटकाई पारा ना कुकुर को बाहरी आसले हठात अटकी पारे से तले कचाड़ी हो पड़गले तले पड़ी हो रड़ी छाड़े खंडिया खाबरा यही समय मिटूर मामू से बाट दे जाऊला से यहपर अवस्था देखिए व्यस्त होगा विरक्त व्यस्त है विरक्त है से उठा कर कहले से सावधान साइकेल चलाई दुर्घटना घटी न था बोली सी कही साधारणतः असावधानता जो दुर्घटना घटता है। ताले दुर्घटना किपर घटी थाए साधारणतः असावधानता जो नीतिदिनिया जीवन यहपर दुर्घटना घटी थाए। देखिए तले केते गुड़ा घटना देछि दुईटा घटना देछि ये भी रेल क्रॉसिंग ये भी रेल क्रॉसिंग ये देछि यहीटार दुर्घटना घटार संभावना अच्छे यहाँ दुर्घटना घटार संभावना अच्छी कारण ट्रेन गेट पड़ी लोक मैंने साइकेल चालक गड़ी जीवार संभावना अच्छी ये साइकेल चालक गड़ी की जाऊँगी लोक कौन अच्छी क्रॉस कर जाऊँगी यही दुर्घटना घटार संभावना ना ये घटार संभावना ना कारण ट्रेन आसुथार देखी लेवल क्रॉसिंग गाड़ी चालक मैंने ट्रेन जावा पर्यंत अपेक्षा कर लेवल क्रॉसिंग पड़ी ये पड़े भी लोक जाऊँगी कितु पड़ी लोक मैंने ये ठिया रही एपटे लोक ठिया रही ये बंध किसी घटना देती घटना देती यही घटना हूँ कौन माने पाखर बस बाण फुटाऊँ ये घटना दुर्घटना घटार संभावना अच्छी ये दुर्घटना घटार संभावना ना ठीक यहाँ भूल है यही दुर्घटना घटवार संभावना अच्छी कारण पिला माने देखियो यही दुर्घटना घटवार संभावना अच्छी कारण पिला माने निज पाखरे रखी बाण फुटाऊ ये गला। बर्तमान आम देखिए पुणी डाहाण चित्रटा देखिए तो यही घटना घटवार संभावना नहीं कारण पिला माने निज ठारू दूर रखी बाण फुटाऊ ये खला छात्र गुड़ी उड़ाऊँ खला पड़िया गुड़ी उड़ाऊँ देखिए यही दुर्घटना घटवार संभावना अच्छी कारण पिलाटी खला छातरे गुड़ी उड़ाऊँ देखियो यही दुर्घटना घटवार संभावना नहीं
କାରଣ ପିଲାଟି ଖୋଲା ପଡ଼ିଆରେ ଗୁଡ଼ି ଉଡ଼ାଉଛି। ଏଇଠି କ'ଣ ଅଛି, ସେ ହାତ ନ ପାଉନଥିବା ଜାଗାରେ ସେ ବଲ୍ବ ଲଗାଉଛି ଏବଂ ଖାଲି ପାଦରେ ଠିଆ ହେଇଛି। ହେଲା, ଲେଖିବ ଏହିଠାରେ ଦୁର୍ଘଟଣା ଘଟିବାର ସମ୍ଭାବନା ଅଛି, କାରଣ ଲୋକଟି ଖାଲି ପାଦରେ ଅଛି ଓ ହାତ ପାଉନ ସ୍ଥାନରେ ବିଜୁଳି ବତୀ ଲଗାଉଅଛି। ଆଉ ସବୁଠୁ ମନେ ରଖିଥିବ, ଯେତେବେଳେ ବିଦ୍ୟୁତରେ କାମ କରିବ ସେତେବେଳେ କ'ଣ ଜୋତା ପିନ୍ଧିବା ଦରକାର। ଦେଖିବ ଏହିଠାରେ ଦୁର୍ଘଟଣା ଘଟିବାର ସମ୍ଭାବନା ନାହିଁ, କାରଣ ଲୋକଟି ଜୋତା ଓ ଟୁଲ୍ ଉପରେ ଚଢ଼ି ବିଜୁଳି ବତୀ ଲଗାଉଅଛି। ଏହିଠାରେ ଦୁର୍ଘଟଣା ଘଟିବାର ସମ୍ଭାବନା ଅଛି, କାରଣ ଲୋକଟି ନିଜ ପାଖରେ ରଖି କାଠ କାଟୁଛି। ଏହିଠାରେ ଦୁର୍ଘଟଣା ଘଟିବାର ସମ୍ଭାବନା ନାହିଁ, କାରଣ ଲୋକଟି କାଠକୁ ନିଜ ଠାରୁ ଦୂରରେ ରଖି କାଠ ଚିରୁଛି। ସେହିପରି ଏଠି ଲୋକମାନେ କ'ଣ କରୁଛନ୍ତି ନା, ଆଉ ସେବେଳେ ନିଜେ ଲେଖିବ ଦୁର୍ଘଟଣା ଘଟିବା ସମାନ ଅଛି। ମୁଁ ଡାଇରେକ୍ଟ ଲେଖିଦେଉଛି। ମୁଁ କହୁଛି ଲୋକମାନେ ବସ୍ରୁ ହାତ ମୁଣ୍ଡ ବାହାର
କରିଛନ୍ତି ଓ ବସ୍ ଉପରେ ବସି ଯାଉଛନ୍ତି। ଲୋକମାନେ ଆରାମରେ ବସି ଯାଉଛନ୍ତି। ହେଉଛି ଲୋକଟି ମୋଟର ସାଇକେଲ ଚଲାଇ ମୋବାଇଲରେ କଥା ହେଉଅଛି। ରାସ୍ତା କଡ଼ରେ ଗାଡ଼ି ରଖି ମୋବାଇଲରେ କଥା ହେଉଛି। ଲୋକଟି ହ୍ୟାଣ୍ଡେଲ ଛାଡ଼ି ସାଇକେଲ ଚଲାଉଛି। ଲୋକଟି ରାସ୍ତା ଉପରେ ଧ୍ୟାନ ଦେଇ ସାଇକେଲ ଚଲାଉଛି। ହେଲା, ଏଠି ଦୁର୍ଘଟଣା ଘଟିବା ସମ୍ଭାବନା ଅଛି, ଦୁର୍ଘଟଣା ଘଟିବା ସମ୍ଭାବନା ନାହିଁ। ଏଠି ଦୁର୍ଘଟଣା ଘଟିବାର ସମ୍ଭାବନା ଅଛି, ଦୁର୍ଘଟଣା ସମ୍ଭାବନା ହେଲେ ଅଧିକ କ୍ଷତି ହେବ। ଏଠି ଦୁର୍ଘଟଣା ସମ୍ଭାବନା ହେଲେ କ୍ଷତି ହେବ, ଅଧିକ କ୍ଷତି ହେବ ନାହିଁ। ଲୋକଟି ବିନା ହେଲମେଟରେ ମୋଟର ସାଇକେଲ ଚଲାଉଛି। ହେଲା, ଏ ଦୁର୍ଘଟଣା ଘଟିଲେ ଅଧିକ କ୍ଷତି ହେବ। ଲୋକଟି ମୋଟର ସାଇକେଲ ଚଲାଇବା ବେଳେ ହେଲମେଟ୍ ପିନ୍ଧିଛି। ଦୁର୍ଘଟଣା ଘଟିଲେ ଅଧିକ କ୍ଷତି ହେବ ନାହିଁ। ଏହିଠାରେ ସ୍ତ୍ରୀ ଲୋକଟି କ'ଣ ପନିକି ଉପରେ ଧ୍ୟାନ ଦେଇଛି ମାଛ କାଟିଲା ବେଳେ। ଏହିଠାରେ ସ୍ତ୍ରୀ ଲୋକଟି ପନିକି ଉପରେ ନୁହଁ, ଏପଟେ ମାଛ କାଟିଲା ବେଳେ କଥା ହେଉଛି। ଆଉ ଲେଖୁନାହିଁ, ନିଜେ ତୁମେ ଲେଖିବ। ଠିକ୍ ସେହିପରି ଏଇଠି ପଡ଼ିଆରେ ପିଲାମାନେ ଖେଳୁଛନ୍ତି। ଏଠି ଦେଖିବ ପିଲାମାନେ ପଡ଼ିଆରେ ଖେଳୁଛନ୍ତି। ଏଠାରେ ଦୁର୍ଘଟଣା ଘଟିବାର ସମ୍ଭାବନା କମ୍। ଏଠିକୁ ପିଲାଟି ରାସ୍ତାରେ ଖେଳୁଛି। ଏଠାରେ ଦୁର୍ଘଟଣା ଘଟିବାର ସମ୍ଭାବନା ଅଧିକ।
ଏଠି ସ୍ତ୍ରୀ ଲୋକଟି ଚାନ୍ଦିନୀ ଉପରେ ଦେଖିବ ସ୍ତ୍ରୀ ଲୋକଟି ଚାନ୍ଦିନୀ ଉପରେ ରହି ପାଣି କାଢ଼ୁଛି। ସ୍ତ୍ରୀ ଲୋକଟି ତଳୁ ପାଣି କାଢ଼ୁଛି। ଏଇଟା ଦୁର୍ଘଟଣା ଘଟିବା ସମ୍ଭାବନା ଅଧିକ ଅଛି, ଏଠି ଦୁର୍ଘଟଣା ସମ୍ଭାବନା କମ୍ ଅଛି। ଆମେ ଜାଣିଥିବା ଦୁର୍ଘଟଣା ଗୁଡ଼ିକର କାରଣ ହେଲା, ଉପରେ ଥିବା ଆମେ ଜାଣିଲୁ ଦୁର୍ଘଟଣା ଗୁଡ଼ିକ କାରଣ, ଯେଉଁ ଜାଣିଲ ସେ ଦୁର୍ଘଟଣା ଗୁଡ଼ିକ କାରଣ ଦେଖିବ ହେଲା। କ'ଣ ହେଉଛି, ରାସ୍ତାରେ ହ୍ୟାଣ୍ଡେଲ ଛାଡ଼ି ସାଇକେଲ ଚଲାଇଲେ, ତାପରେ ଖୋଲା ଛାତରେ ଗୁଡ଼ି ଉଡ଼ାଇଲେ, ରେଳ ଫାଟକ ଡେଇଁ ଗଲେ, ହେଲମେଟ୍ ନ ପିନ୍ଧିଲେ, ମୋବାଇଲରେ କଥା ହୋଇ ରାସ୍ତାରେ ଗାଡ଼ି କିମ୍ବା ସାଇକେଲ ଚଲାଇଲେ, କୂଅ ଚାନ୍ଦିନୀ ଉପରୁ ଉଠି ପାଣି କାଢ଼ିଲେ, ହେଲେ ଏଇସବୁ କାରଣ ଯଦି ଆମେ ଅନ୍ୟମନସ୍କ ହେବା ଅସାବଧାନ ହେବା ନିୟମ ନ ମାନିବା ତାହେଲେ ଆମେ ଦୁର୍ଘଟଣା ଘଟିବ, ନିଶ୍ଚୟ ଘଟିବ। ଏଠି କେତେ ଗୁଡ଼ା ଜାଣିବା ଦେଇଛି ହେଲା। ଛୁରୀରେ ପନିକି ଧାର ଅସ୍ତ୍ର କାଟିଲା ବେଳେ ଅନ୍ୟମନସ୍କ ହେବା ନାହିଁ। ଚୁଲିଠାରୁ ଦୂରରେ ବସିବା, ନିଜ ଲୁଗା କାନିରେ ରୋଷେଇ ଜିନିଷ ଧରିବା ନାହିଁ। କୁରାଢ଼ୀରେ କାଠ ହାଣିଲା ବେଳେ ବା ଫାଉଡ଼ାରେ ମାଟି ଖେଳିଲା ବେଳେ ସାବଧାନତା ରହିବା। ସିଲେଇ ମେସିନ୍ ବା ଅନ୍ୟାନ୍ୟ କଳରେ କାମ କଲାବେଳେ ସାବଧାନତା ସହ କଳ ଚଳାଇବା, ଯେପରି ଶରୀର କୌଣସି ମେସିନ୍ ଭିତରେ ନ ପଶେ। ବିଦ୍ୟୁତ୍ ସରଞ୍ଜାମ ବ୍ୟବହାର କଲାବେଳେ ଛୋଟ ପିଲାଙ୍କୁ ଦୂରେଇ ରଖିବା। ଓଦା ହାତରେ ବିଦ୍ୟୁତ୍ ଯନ୍ତ୍ରପାତି ବ୍ୟବହାର କରିବା ନାହିଁ। ମେନ୍ ସୁଇଚ୍ ବନ୍ଦ କରି ବିଦ୍ୟୁତ୍ ତାର ଅନ୍ୟାନ୍ୟ ସରଞ୍ଜାମ ମରାମତି କରିବା। ରାସ୍ତାରେ ନିୟମ ମାନି ଟ୍ରାଫିକ୍ ଯାତାୟାତ କରିବା। ରାସ୍ତାରେ ନିୟମ ମାନି ଟ୍ରାଫିକ୍ ଯିବା ଆସିବା କରିବା। ରାସ୍ତାରେ ଖେଳିବା ନାହିଁ କି ରାସ୍ତା ଅବରୋଧ କରିବା ନାହିଁ। ନିଆଁ ସହ ଖେଳିବା ନାହିଁ, ନିଆଁ ସହ ମଧ୍ୟ ଖେଳିବା ନାହିଁ। ଛାତର ଧାରରେ ଛିଡ଼ା ହେବା ନାହିଁ, ଛାତ ଘର ଖୋଲା ଧାରରେ ଛିଡ଼ା ହେବା ନାହିଁ। ବାଣକୁ ଦୂରରେ ରଖି ଫଟାଇବା। ରେଳଗାଡ଼ି ଆସିଲେ ଲେବୁଲ୍ କ୍ରସିଂ ଅତିକ୍ରମ କରିବା ନାହିଁ ବା ଡେଇଁକି ଯିବା ନାହିଁ। ଫାଟକ ବନ୍ଦ ଥିଲେ ଖୋଲା ପର୍ଯ୍ୟନ୍ତ ଅପେକ୍ଷା କରିବା ହେଲା। ଏଇଠି ଗୋଟେ ଦେଇଛି, ଆମେ ଯଦି ଅନ୍ୟମନସ୍କ ନ ହେବା, ଟିକିଏ ସାବଧାନ ହେବା, ନିୟମ ମାନି କାମ କରିବା, ତାହେଲେ ଦୁର୍ଘଟଣା ଘଟିବ ନାହିଁ। ଦୁର୍ଘଟଣା ପରବର୍ତ୍ତୀ ପ୍ରାଥମିକ ପଦକ୍ଷେପ। ଦୁର୍ଘଟଣା ଘଟିଲା ପରେ କ'ଣ କରିବା? ଦୁର୍ଘଟଣା ପରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ନେବା ପୂର୍ବରୁ କେତେକ ସାଧାରଣ ଚିକିତ୍ସା କରିବାକୁ ପଡ଼ିଥାଏ, ଯାହାଫଳରେ ଲୋକଟିର ଦେହ ଅଧିକ ଖରାପ ହେବ ନାହିଁ। ଯେପରି ଚିକିତ୍ସା, ପ୍ରାଥମିକ ଚିକିତ୍ସା। ଦୁର୍ଘଟଣା ଘଟିଲା ପରେ ପ୍ରଥମେ ଯେଉଁ ଚିକିତ୍ସା କରାଯାଏ ତାକୁ କ'ଣ କୁହାଯାଏ? ତାକୁ କୁହାଯାଏ ପ୍ରାଥମିକ ଚିକିତ୍ସା। ଉପର ଶ୍ରେଣୀ ବିଷୟ ଅଧିକ ଜାଣିବ, ତଥାପି ଆମେ ବର୍ତ୍ତମାନ କେତୋଟି ପ୍ରାଥମିକ ଚିକିତ୍ସା ବିଷୟରେ ଜାଣିଲେ। ଖଣ୍ଡିଆ ହୋଇଥିବା ସ୍ଥାନରେ ରକ୍ତ ବାହାରିଥିଲେ ତାକୁ କନା ବାନ୍ଧି ରକ୍ତ ବନ୍ଦ ହେବାକୁ ଚେଷ୍ଟା କରିବା। ଯେଉଁଠି ଖଣ୍ଡିଆ ହେଇଥିବ ସେଠି କ'ଣ କରିବ? ସାଙ୍ଗେ ସାଙ୍ଗେ ରକ୍ତ ବନ୍ଦ ହେବା ପାଇଁ କାର୍ଯ୍ୟ କରିବ। ହାଡ଼ ଭାଙ୍ଗିଥିଲେ ସେ ଭଙ୍ଗା ହାଡ଼କୁ କାଠପଟା ବାନ୍ଧି ହଲଚଲ ନ କରି ଡାକ୍ତର ପାଖକୁ ପଠାଇବା। ପଡ଼ିଯାଇଥିବା ଅଂଶକୁ ଥଣ୍ଡା ପାଣିରେ ପୋଡ଼ା ଜଳା କମିବା ପର୍ଯ୍ୟନ୍ତ ବୁଡ଼ାଇ ରଖିବା ଓ ତୁଟୁକା ଚିକିତ୍ସା ନ କରି ଡାକ୍ତର ପାଖକୁ ଯିବା। ଯଦି ପଡ଼ିଯିବ ତାହେଲେ କ'ଣ କରିବା? ଥଣ୍ଡା ପାଣିରେ ବୁଡ଼ାଇ ରଖିବା ଏବଂ ତାପରେ ଡାକ୍ତର ପାଖକୁ ନେବା। ଦୁର୍ଘଟଣାର ବର୍ଣ୍ଣନା, କି ପ୍ରାଥମିକ ପଦକ୍ଷେପ ନେଇପାରିବା ହେଲା। ଏଇଟା ଆମେ ଏତିକି ପର୍ଯ୍ୟନ୍ତ ଆଜି ପଢ଼ିବା। ନେକ୍ସଟ କ୍ଲାସ୍ରେ ପୁଣି କରିବା। ନେକ୍ସଟ କ୍ଲାସ୍ ପାଇଁ ମୋର ୟୁଟ୍ୟୁବ୍ ଚ୍ୟାନେଲ୍କୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବେ। ପାର୍ଟ 2ରେ ପୁଣି ନେକ୍ସଟ କ୍ଲାସ୍ କରିବା। ଧନ୍ୟବାଦ।